हेलो एवरीवन पुणी आसीगला पोस्ट ऑफिस रे चाकरी करने ପାଇଁ ନୂଆ ସୁଯୋଗ ଦେଖନ୍ତୁ फ्रेंड्स ଏଠାରେ ଏକ୍ଜିକ୍ୟୁଟିଭ ପୋଷ୍ଟ ପାଇଁ ଖାଲି ପଦବୀ ଅଛି ଯାହାକି ପ୍ୟୁରଲି କଣ୍ଟ୍ରାକ୍ଚୁଆଲ ବେସିସ୍ ପୋଷ୍ଟ ରହିବ। ଏହାକୁ ରାଜ୍ୟର ସବୁ ଜିଲ୍ଲାର ପିଲା ଆବେଦନ କରିପାରିବେ। ଏହା କେବଳ ଓଡ଼ିଶାରେ ନୁହଁ ଅଲ୍ ଇଣ୍ଡିଆ ବେସିସ୍ରେ ବାହାରି ଯାଇଛି, ସବୁ ଷ୍ଟେଟ୍ରେ ବାହାରି ଯାଇଛି। ଦେଖନ୍ତୁ ଏହାର ରେଜିଷ୍ଟ୍ରେସନ୍ 15 ମାର୍ଚ୍ଚରୁ ଆରମ୍ଭ ହେଉଛି ଏବଂ ଏହାର ରେଜିଷ୍ଟ୍ରେସନ୍ ଆପ୍ଲିକେସନ୍ ସବମିଶନ୍ ଯାହାକି 5 ଏପ୍ରିଲ 2024ରେ ଶେଷ ହୋଇଯାଉଛି। ତା ପୂର୍ବରୁ ଆପଣମାନେ ଏହାକୁ ଆବେଦନ କରିପାରିବେ। ଏଠାରେ ଷ୍ଟେଟ୍ ଅନୁସାରେ ଭ୍ୟାକେନ୍ସି ଆସିଯାଇଛି, ଯେମିତି ଦେଖନ୍ତୁ ବିହାରରେ 5 ଗୋଟି, ଦିଲ୍ଲୀରେ 1 ଗୋଟି, ଏପରି ସବୁ ଷ୍ଟେଟ୍ରେ ବାହାରି ଯାଇଛି। ଆମ ଓଡ଼ିଶାରେ କେବଳ ଗୋଟିଏ ପୋଷ୍ଟ ଅଛି। ଆପଣମାନେ ଭାବୁଥିବେ ଗୋଟିଏ ପୋଷ୍ଟ ଅଛି ବୋଲି ଡିମୋଟିଭେଟ୍ ହେଉଥିବେ, ନିହାତି ସେହିପରି ହୁଅନ୍ତୁ ନାହିଁ ଫ୍ରେଣ୍ଡସ୍। କାହିଁକି ନା ସମସ୍ତେ ଯଦି ସେଇଭଳି ଭାବିବେ ତାହେଲେ ଚାକିରି କରିବ କିଏ? ସେଇଥିପାଇଁ ଆପଣ ସେମିତି ଭାବନ୍ତୁ ନାହିଁ। କମ୍ପିଟିସନ୍ ନିହାତି କମିବ, ଆପଣ ନିଶ୍ଚୟ ଆପ୍ଲାଏ କରନ୍ତୁ। କିନ୍ତୁ ଏହାର ଆପ୍ଲାଏ ଫିସ୍ ରହୁଛି ଯାହାକି SC ST PWD ପାଇଁ 150 रुपीस ରହୁଛି ଏବଂ ଅଦର୍ସ ମାନଙ୍କ ପାଇଁ 750 ଟଙ୍କା, ଯାହାକି ଟିକେ ଅଧିକ ରହିଯାଇଛି ଫ୍ରେଣ୍ଡସ୍। ଏବଂ ଯେଉଁ ଭାଇ ଭଉଣୀ ମାନେ ପ୍ରିଫରେନ୍ସ କାଟେଗୋରୀରେ ଯାଉଛନ୍ତି, ଯେମିତିକି ଏଠାରେ ପ୍ରିଫରେନ୍ସ ଦିଆଯାଇଛି MBA ସେଲ୍ସ ଯେଉଁମାନେ କରିଛନ୍ତି, ଆଉ ଯଦି ସେମିତି କାଟେଗୋରୀରେ ଯେଉଁମାନେ ଯାଉଛନ୍ତି ସେମାନେ ନିହାତି ଆପ୍ଲାଏ କରନ୍ତୁ। ଆଉ ଏମିତିରେ ତ ଆପଣ ଯଦି ବି ଗ୍ରାଜୁଏଟ୍ ଅଛନ୍ତି ତାହେଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ଏହାର ସିଲେକ୍ସନ୍ ପ୍ରୋସେସରେ ଯଦି ଆପଣ ଦେଖିପାରୁଛନ୍ତି ଅନଲାଇନ୍ କିମ୍ବା ଅଫଲାଇନ୍ରେ ଗ୍ରୁପ୍ ଡିସ୍କସନ୍ ହେବ କିମ୍ବା ଇଣ୍ଟରଭ୍ୟୁ କରିବେ, ଅନଲାଇନ୍ରେ ଟେଷ୍ଟ ବି କରିବେ। ସେଇ ଭିତରୁ ତାଙ୍କେ ଆପ୍ଲାଏ ପରେ ତାଙ୍କେ ଜଣେଇବେ। ଏହାର ସାଲାରୀ ନିଶ୍ଚୟ 30,000 ଟଙ୍କା ରହିବ ଏବଂ ଓଡ଼ିଶାରେ ଯଦି ଆପଣ ଆପ୍ଲାଏ କରୁଛନ୍ତି ତାହେଲେ ଓଡ଼ିଶାର ରାୟଗଡ଼ା ଡିଷ୍ଟ୍ରିକ୍ଟରେ ପୋଷ୍ଟିଂ ରହିବ ଏହାର। ଏହା ହିଁ ଥିଲା ସ୍ମଲ୍ ଇନଫର୍ମେସନ୍।